କାହିଁ ଦାୟୀ ହଉଛି ମୁଁ। ଆଜି ସମସ୍ତେ ମୋ ପାଇଁ ସତର୍କ ରହିଯାଇଛନ୍ତି। ତମେ ଦେଖ ବାପା, ତମରି ଅଭିଶାପରେ ମୋ ସଂସାରଟା କେମିତି ଭାଙ୍ଗି ଯାଇଛି ତମେ ଦେଖ। ଭାଇ ମୋ ପାଇଁ ଏତେ କରିଥିଲା, ମୁଁ କଣ କରିଛି? କିଛି ନାହିଁ, କିଛି କରିନି ମୁଁ। ଭାଉଜ ମୋ ପାଇଁ ଏତେ ଦୁଃଖ ଯନ୍ତ୍ରଣା ସହିଥିଲା, ମୁଁ କଣ କରିଛି? କିଛି ନାହିଁ। ବୋଲି ଏ ଗାଁ ଲୋକଙ୍କୁ କେତେ କଥା କହୁଥିଲା, ସେ ସୁଖ ସବୁ ମରିଚି ପାଲଟି ଗଲା ବାପା, ମରିଚି ପାଲଟି ଗଲା। ଦେଖ ବାପା, ତମେ ଦେଖ ଭାଇ, ତମେ ଦେଖ ଭାଉଜ, ମୋ ସ୍ତ୍ରୀର ହନ୍ତ ମାଡ଼ରେ ମୋ ପିଠିଟା କେମିତି ଫାଟିକି ରକ୍ତାକ୍ତ ହେଇଛି ତମେ ଦେଖ। କିଏ ଖୋଜୁଥିଲି ମୁଁ, ଚାଲୁ ଚାଲୁ ଶବ୍ଦ ଭଳି କଟା ନାକରେ ଝୁଙ୍କି ପଡ଼ିଲି ବୋଲି ରକ୍ତାକ୍ତ ହେଇ କାନ୍ଦିବି କାହିଁକି? ଖେଳିବା ଦରକାର ନାହିଁ। ଆଜି ମେହନତ କରୁଛି ପାଇଁ, ଆଜି ରିକ୍ସା ଟାଣୁଛି। ବାବୁ ରିକ୍ସା ଦରକାର, ବାବୁ ରିକ୍ସା ଦରକାର, ରିକ୍ସା ଦରକାର ବାବୁ, ରିକ୍ସା ଦରକାର। ବାବୁ ବାବୁ ଆପଣଙ୍କର କଣ ରିକ୍ସା ଦରକାର? ରିକ୍ସା ନୁହେଁ ରେ, ମତେ ପକେଇ ନେଇ ମଶାଣିରେ ପହଞ୍ଚେଇ ଦେଇ ପାରିବୁ। ବସନ୍ତ, କିନ୍ତୁ କୋଉ ଋତୁରାଜ ବସନ୍ତ ନୁହଁ ଭାଇ। ଅରେ ବସନ୍ତ, ତୋ ମନକୁ ଯାହା ଆସୁଛି ତୁ କହିଯା, ତମେ ଯେତେ ଯାହା କହିଲେ ବି ମଳି ମୁଣ୍ଡିଆରେ ତମେ କେବେ ଗୋଟେ ପାଇ ନେଇପାରିବ। କାହିଁକି ନା ମଳି ମୁଣ୍ଡିଆ ରିକ୍ସା ବାଲାକୁ ଯଦି ପାଇ ବୋଲି ତମେ ସମର୍ଥନ କରିବ, ତାହେଲେ ଦୁନିଆ ତମକୁ ଘୃଣା କରିବ। ଘୃଣା? ଆରେ ଯୋଉ ଭାଇ ତମ ପାଇଁ ମୁଣ୍ଡ ଝାଡ ଦୁଧରେ ମାରି ଏତେ କଟି ତମକୁ ପେଟ ପଡେଇ ମଣିଷ କରିଥିଲା, କଣ କରିଛ ତମେ ତା ପାଇଁ? ଆରେ ଯୋଉ ଭାଉଜ ତମେ ରାତିର ଫେରିବା ବାଟକୁ ଅନିଦ୍ରା ହେଇ ଚାହିଁ ବସିଥିଲା, କଣ କରିଛ ତମେ ତା ପାଇଁ? ପାଗଳ ହେଇଯିବି ରେ ବସନ୍ତ, ପାଗଳ ହେଇଯିବି। କଣ ଶୁଣିବାକୁ ଧୈର୍ଯ୍ୟ ରହୁନି? ନା ପୁଅଟା ରୋଜଗାର କଲା ପରେ ମାକୁ ଗୋଇଠା ମାରିବା, ବାପକୁ ଶାସନ କରିବା, ଆଉ ସ୍ତ୍ରୀର ବୁଦ୍ଧିରେ ଭାଇ ଠାରୁ ଭାଇଠୁ ଭିନ୍ନ ହବା। ସ୍ୱପ୍ନ ଦେଖିବା ଭାଙ୍ଗି ଗଲା, ଯାହାକୁ ତମେ ତୁଳସୀ ଭାବି ଚଉରାରେ ପୋତିଥିଲ, ସେଇଟା କଣ ବଡ ବିଛୁଆଟି ହେଇଗଲା। ଆଜି ସେଇଟା ମୋ ପାଇଁ ଗୋବରୀ ନଈ ପାଲଟି ଗଲା ରେ। ବସନ୍ତ देखना बसंत, स्त्रीर हंतर माड़े पिटी ना
বসন্ত লাগতে মনে বহু কিনে রে পৌরস্রাব কথা করবো জানিনি বাউজ বাউজ পৌরস্রাব কথা ଦେଇଥିଲା ମୁଁ ତାକୁ ତା ସଂସାରକୁ ବାଣ୍ଟି ଦେଇଥିଲି ଏ ବସନ୍ତ ଭାଙ୍ଗି ଦେଇଥିବା ସଂସାରକୁ ଆଉ କିଏ ଯୋଡ଼ିବ Thank you.